ଭଲ କଥା ଋଗ୍ବେଦରେ ବର୍ଣ୍ଣନା ଅଛି କୃଷିର କଥା, ଚାଷର କଥା ଏବଂ ଋଗ୍ବେଦରେ 24 ଥର ଚାଷ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଗୋଟେ ରୋଚକ କଥା ମୁଁ ଆପଣମାନଙ୍କୁ କହିନାହିଁ। ଯେମିତି କହିଥିଲି ଯେ ଋଗ୍ବେଦ ଜଣେ ଲେଖିନାହାନ୍ତି, ଜଣେ ଋଷି ଲେଖିନାହାନ୍ତି। ଏହାର ଯେଉଁ 10ଟା ମଣ୍ଡଳ ରହିଛି ଏବଂ ପ୍ରତି ମଣ୍ଡଳକୁ ଋଷି ବା ଋଷିମାନଙ୍କର ସମୂହ ହିଁ ଲେଖିଛନ୍ତି, ଜଣଙ୍କର ଇଏ ନୁହଁ। ଏବଂ ଯେଉଁ ପରମାର୍ଥଙ୍କ ଠାରୁ ଆସିଛି ଜଣେ ଋଷିଙ୍କ ପାଖକୁ ଆସିନାହିଁ। ମୁଁ ଏଇ ଯେଉଁ 10ଟି ମଣ୍ଡଳ ରହିଛି ସେ 10ଟି ମଣ୍ଡଳର କେଉଁ ମାନେ ରହିଲେ ଋଷି ସେ ବିଷୟରେ ଆପଣଙ୍କୁ କହିଦେଉଛି। ପ୍ରଥମ ମଣ୍ଡଳରେ ଯେଉଁ 10ଟି ମଣ୍ଡଳ ଭିତରୁ ପ୍ରଥମଟିରେ ଯିଏ ଆସିଲେ ମଧୁଛନ୍ଦା, ମେଧାନିଧି, ଦୀର୍ଘତମା, ଅଗସ୍ତ୍ୟ ପ୍ରଥମ। ଦ୍ୱିତୀୟ ମଣ୍ଡଳରେ ବୃଚ୍ଛମୟ,